Hello everyone, welcome to SK Education Point. ପିଲାମାନେ ଷଷ୍ଠ ଶ୍ରେଣୀର ସାହିତ୍ୟ ସୁଧା ବହିର ପ୍ରଥମ ଅଧ୍ୟାୟ ଯୋଉଟାକି ଜନ୍ମଭୂମି ଆମର କବିତାରେ ଥିଲା। ତ କବିତାକୁ ତ ଆମେ ଆଲୋଚନା କରିଦେଇଛୁ, ତାର ଆଜି କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅ। ଯଦି ଭିଡ଼ିଓଟି ଭଲ ଲାଗିବ ତାକୁ ଲାଇକ୍ କରି ସାଙ୍ଗମାନଙ୍କୁ ସେୟାର କରିଦେବ। ତ ଆମେ ଚାଲ ଆଜି କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା। ପ୍ରଥମେ ହେଉଛି ମୋ ବୁଝିବାର ସଠିକ୍ ଉତ୍ତର ପାଖରେ ତାରା ବା ଷ୍ଟାର ଚିହ୍ନ ଦିଅ। ପ୍ରଥମେ ହେଲା ମୁଣ୍ଡ ଶବ୍ଦ ପାଇଁ କବିତାରେ କେଉଁ ଶବ୍ଦର ବ୍ୟବହାର କରାଯାଇଛି, ଯୋଉଟାକି ମସ୍ତକ। ଚାରିଟା ଅପସନ୍ ଅଛି, ତାର ଆନ୍ସର ହେଉଛି ମସ୍ତକ। କରିଦେଲା ମାନେ 2 ନମ୍ବରରେ ଜନ୍ମଭୂମି କବିତାର ମୁଖ୍ୟତଃ, ତାର ଆନ୍ସର ହେଲା ଭାରତ ମାତାର ଯଶ ଗାନ କରାଯାଇଛି। ମିଳିମିଶି ଯୋଡ଼ିବା ଶବ୍ଦ ସହ ଖାପ ଖାଉଥିବା ଭାବାର୍ଥକୁ ଯୋଡ଼। ପ୍ରଶ୍ନ ଶବ୍ଦ ଓ ଭାବାର୍ଥକୁ ମିଳନ କରିବା ଉତ୍ତର ଦେଖିବା ହିମାଳୟ। ଭାରତର ଉତ୍ତର ସୀମାରେ ବ୍ୟାପ୍ତି ରହିଥିବା ପର୍ବତମାଳା ବ୍ରହ୍ମପୁତ୍ର। ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବହି ଯାଇଥିବା ନଦୀ, ଯାହାକି ଶେଷରେ ବଙ୍ଗୋପସାଗରରେ ଯାଇ ମିଶିଛି। ଦ୍ରୋଣ କୌରବ ଓ ପାଣ୍ଡବଙ୍କର ଗୁରୁ ଥିଲେ। ସୀତା ଜନକ ରାଜାଙ୍କର ଦୁହିତା, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଧର୍ମପତ୍ନୀ। ଗଙ୍ଗା ଭାରତର ଦୀର୍ଘତମ ପବିତ୍ର ନଦୀ। ଚୈତନ୍ୟ ଗୌଡ଼ୀୟ ବୈଷ୍ଣବ ମତବାଦର ପ୍ରଚାର ଓ ପ୍ରସାରକ। ପଦ୍ମିନୀ ମେୱାରର ରାଣୀ ଏବଂ ବୀର ରମଣୀ। ଅର୍ଜୁନ ତୃତୀୟ ପାଣ୍ଡବ। ଭୀଷ୍ମ ଯେଉଁଟାକି ଗଙ୍ଗାଙ୍କର ପୁତ୍ର, କୌରବ ଓ ପାଣ୍ଡବମାନଙ୍କର ପିତାମହ। ବାଲ୍ମୀକି ସଂସ୍କୃତ ରାମାୟଣର ରଚୟିତା। ବୁଝି ବିଚାରି ଲେଖ। ଜନ୍ମଭୂମି କବିତାକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। ପ୍ରଥମ ପ୍ରଶ୍ନ କ'ଣ ଥିଲା ନା କବିତାରେ ବର୍ଣ୍ଣିତ ବୀର ରମଣୀମାନଙ୍କର ନାମ ଲେଖ। ଉତ୍ତର ହେଲା କି କବିତାରେ ବର୍ଣ୍ଣିତ ବୀରା ରମଣୀମାନେ ହେଲେ ପଦ୍ମିନୀ, ସାବିତ୍ରୀ, ସୀତା ଏବଂ ଦୁର୍ଗାବତୀ। ତାପରେ ସେକେଣ୍ଡ, ଭାରତରେ କଟିରେ କେଉଁ ପର୍ବତମାଳା ଶୋଭା ପାଉଛି? ଉତ୍ତର ହେଲା ଭାରତର କଟିରେ ବିନ୍ଧ୍ୟ ଗିରିବର ବା ପର୍ବତମାଳା ଶୋଭା ପାଉଛି। କାଳିଦାସ କିଏ? ତାଙ୍କର ରଚିତ କେଉଁ କାବ୍ୟର ନାମ ଲେଖ। ଗୋଟେ କାବ୍ୟର ନାମ ଲେଖ କ୍ୱେଶ୍ଚିନ୍ ଅଛି। ତ କାଳିଦାସ ଜଣେ ବିଶ୍ୱପ୍ରସିଦ୍ଧ ମହାକବି ଅଟନ୍ତି। ତାଙ୍କ ରଚିତ ଏକ କାବ୍ୟର ନାମ ହେଉଛି ରଘୁବଂଶ ବା ଅଭିଜ୍ଞାନ ଶକୁନ୍ତଳମ୍। ଆମ ଜନ୍ମଭୂମିର ଦୁଇ ପାର୍ଶ୍ୱରେ ଥିବା ଜଳଧରର ନାମ ଲେଖ। କବିତା ଅନୁଯାୟୀ ଜନ୍ମଭୂମିର ଦୁଇ ପାର୍ଶ୍ୱରେ ବ୍ରହ୍ମପୁତ୍ର ଓ ସିନ୍ଧୁ ନଦୀ ପରି ଜଳରାଶି ବିଦ୍ୟମାନ। ଭାରତର ଶରୀରରେ କେଉଁ ସବୁ ନଦୀ ଶୋଭା ପାଉଛି? ଭାରତର ଶରୀରରେ ଗଙ୍ଗା ଆଦି ଅନେକ ପବିତ୍ର ନଦୀ ଶୋଭା ପାଉଛି। ବିଚାରି ଲେଖ। ଚୈତନ୍ୟଦି ମହାତ୍ମା ଜନେ ପଚାରିଲେ ବିଭୁ ନାମ ଆନନ୍ଦ ମନେ। ମହାତ୍ମାର ଅର୍ଥ ମହାପୁରୁଷ, ବଡ଼ ଲୋକ, ମହାମାନବ, ମହାନ ବ୍ୟକ୍ତି। ବିଭୁର ଅର୍ଥ କ'ଣ? ଈଶ୍ୱର, ପ୍ରଭୁ, ଠାକୁର ଓ ଦେବତା। ଉପରେ ଲିଖିତ ପଦ୍ୟାଂଶକୁ ପଢ଼ି ଉତ୍ତର ଲେଖ। ଚୈତନ୍ୟ କିଏ? କ୍ୱେଶ୍ଚିନ୍ ତାର ଆନ୍ସର ହେଉଛି ଚୈତନ୍ୟ ହେଉଛନ୍ତି ଗୌଡ଼ୀୟ ବୈଷ୍ଣବ ମତବାଦର ଜଣେ ମହାନ ପ୍ରଚାରକ ଏବଂ ପ୍ରସାରକ। ସେ କ'ଣ କରିଥିଲେ ନା ସେ ଆନନ୍ଦ ମନରେ ସାରା ଭାରତବର୍ଷରେ ଈଶ୍ୱରଙ୍କର ନାମ ବା ବିଭୁ ନାମ ପ୍ରଚାର କରିଥିଲେ। ତାଙ୍କୁ ମହାତ୍ମା କାହିଁକି କହିବା? ଉତ୍ତର ହେଉଛି ସେ ସମଗ୍ର ଜଗତକୁ ପ୍ରେମ, ଭକ୍ତି ଏବଂ ମୈତ୍ରୀର ପବିତ୍ର ମାର୍ଗ ଦେଖାଇ ମହାନ କାର୍ଯ୍ୟ କରିଥିବାରୁ ତାଙ୍କୁ ମହାତ୍ମା କୁହାଯାଏ। କବିତାର ରଚନାର ଶୈଳୀ ଦେଖିବାକୁ ପ୍ରଶ୍ନ ଦେଇଛି କ'ଣ? ବିନ୍ଧ୍ୟଗିରି ବରକଟିରେ ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ। ଉକ୍ତ ପଦ୍ୟାଂଶ ପରି ତୁମକୁ ଭଲ ଲାଗୁଥିବା ଆଉ କିଛି ପଦ୍ୟାଂଶ କବିତାରୁ ବାଛି ଲେଖ। ମୋତେ ଭଲ ଲାଗୁଥିବା କବିତା ଅନ୍ୟ ଏକ ସୁନ୍ଦର ପଦ୍ୟାଂଶଟି ହେଲା କେତେ କେତେ ପୁଣ୍ୟବତୀ କେତେ ପବିତ୍ରତା ସତୀ, କେତେ ବୀର ନାରୀ କେତେ ବୀର ଜନନୀ। ମେଳ କର କ ସ୍ତମ୍ଭ ଖ ସ୍ତମ୍ଭ
से कौशमरे दिला जन्मिले तोकଳରେ केते सुर वीर नरे। तो खसरे भारत मातार कोଳରେ अनेक सुर वीर और महामानव जन्म नहीं। तो आनंदे होइबा सुखी कांदिब दुखरे तोर होइण दुखी। आमे जन्मभूमिर उन्नति व प्रगति रे सुख अनुभव करिबा और अवनति रे दुखी हेबा। समस्ते तोर दुहिता पद्मिनी सावित्री सीता। पद्मिनी सीता सावित्री प्रभृति समस्त वीर रमणी भारत मातार दुहिता अटंती बोली कहुछि। अनुमान और कल्पना पुणी गोटे क्वेश्चन आसिला केउ मानकु महाकवि आख्या दि जाइछि और सेमानंक लिखित ग्रंथर नाम उल्लेख कर। आम देश में 3 जन महान कवि यथा वेदव्यास वाल्मीकि एवं कालिदास को महाकवि आख्या दि जाइछि। सेमानंकर लिखित प्रसिद्ध ग्रंथ गुड़िक है महाकवि वेदव्यासंकर ग्रंथ है श्रीमद् भागवत गीता और महाभारत। महाकवि वाल्मीकिंकर लिखित ग्रंथ होछि संस्कृत रामायण। महाकवि कालिदासंकर प्रसिद्ध ग्रंथ गुड़िक है रघुवंश कुमार संभवम और मेघदूतम। 6 नंबर प्रश्न देखिबा एही कवितांश रे वीरा नारी बोली काहाकू एवं काहीके कहुछि। उत्तर है एही कवितारे पद्मिनी सावित्री सीता एवं दुर्गावती परी महिषी नारी मानकू वीरा नारी बोली कहुछि। कारण एही नारी माने निजर असीम साहस अतुलनीय त्याग सतीत्व एवं देशप्रेम पाई भारत इतिहास रे अमर होई रहिछन्ति। सेमानकर उच्च आदर्श एवं वीरत्व जोगु सेमानंकु वीर नारी बोली आख्या दिया जाइछि। शब्दर भिन्न भिन्न रूप प्रतिशब्द चलो आम प्रतिशब्द देखा। शब्दर भिन्न भिन्न रूप लेख जेपरिक चरण पद पाद पयर। सेपटे निम्न शब्द गुड़िकर रूप लेख नदी देछि नदीर कौन हो पार तटिनी सरित प्रवाहिनी तरंगिणी। भूमि भूमिटा हूँ धरणी मेदिनी पृथ्वी वसुधा। सेमती जननी देखिए प्रतिशब्द माँ माता जन्मदात्री गर्भधारिणी। दुहितर कौन हम ना कन्या झील सुता तनया। एगुड़ा गले सब प्रतिशब्द। कवितार व्यवहृत गिरिवर शब्दर बर अर्थ श्रेष्ठ। यही कविता को दृष्टि रखी शब्दर शेष में बर लगे नूतन शब्द गठन कर। उत्तर शब्द बर लगे गठित कुछ नूतन शब्द निम्न दिगला। मुनि प्लस बर मुनि बर माने श्रेष्ठ मुनि जी थे। रूप प्लस बर रूप बर जो माने कि श्रेष्ठ राजा। पक्षी प्लस बर पक्षी बर पक्षी मान मध्य जे श्रेष्ठ जमीक श्रेष्ठ पक्षी। तरु प्लस बर तरु बर श्रेष्ठ गच्छ। तो आम क्वेश्चन आंसर तो डिस्कसन कले जदि आउ किसी डाउट अच्छे कमेंट माध्यम जनइब पे मैंने चैनल को सब्सक्राइब कर जय श्री राम।